ନାହିଁ 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 ମୁଁ ଓଡ଼ିଶା ଆଉ ଓଡ଼ିଶାରେ ଯେଉଁ ଡବଲ ଇଞ୍ଜିନ୍ ସରକାର ଚାଲୁଛି ତାକୁ ଜଗନ୍ନାଥ ପ୍ରଧାନ ଯିଏ ଆମର ଥିଲେ ମଧ୍ୟ ବିଧାୟକ ପାଇଁ ଲବି କରୁଥିଲେ ଏବଂ ଅଳ୍ପ କିଛି ବ୍ୟବଧାନ ଭୋଟରେ ହାରିଯାଇଛନ୍ତି। ତେଣୁ ସେ ପ୍ରମାଣ କରିକି ଦେଖେଇ ଦେଲେ ଯେ ଦଳ ଗୋଟେ ଶୃଙ୍ଖଳିତ ଦଳ ବିଜେପି ଦଳ ଏବଂ ବିଜେପି ଦଳ ପାଇଁ ଯେଉଁ ନେତାମାନେ କାମ କରୁଛନ୍ତି କୌଣସି ଭୁଲଭାଲ ହେଲେ ସେମାନେ ନିଜେ ତଳମୁହାଁ ହେଇଯାଆନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସୂଚାଇ ଦିଅନ୍ତୁ ଯେ ଆମେ ବି ମଧ୍ୟ ଭୁଲ କଲେ ଭୁଲଟା ଆମ ପାଇଁ ମଧ୍ୟ ଭୁଲ। ଦେଖନ୍ତୁ ସିଏ କାଲି ଏମଏଲଏ ହେଇନାହାନ୍ତି କି ମନ୍ତ୍ରୀ ହେଇନାହାନ୍ତି କି ନେତା ହେଇନାହାନ୍ତି ବୋଲି ସେ ଜିନିଷକୁ ଆମେ ନେବାନି, କାରଣ ସେ ଜଣେ ବରିଷ୍ଠ ନେତା ବୋଲି ପ୍ରମାଣ କରିକି ସେ ଦେଖେଇ ଦେଲେ। ଆଉ ଗୋଟିଏ ଜିନିଷ ଜଗନ୍ନାଥ ବାବୁ ମହାନ ହେଇକି ରହିଲେ ଦଳ ଭିତରେ, କାହିଁକି ନା ଏ ଦଳରେ ଅହିଂସାକୁ ସ୍ଥାନ ନାହିଁ, ହିଂସାକୁ ସ୍ଥାନ ନାହିଁ ବୋଲି ତାହା ପ୍ରମାଣ କରିକି ଦେଖେଇଦେଲେ। ସେ ନିଜେ ହାତ ଟେକିଦେଲେ ଏବଂ ପଳେଇଲେ, ଜେଲକୁ ଗଲେ। ଦେଖିଲେ ଏଇ ଯେଉଁ ଜେଲକୁ ଗଲେ ତାଙ୍କ ପାଇଁ ଜେଲ, ନେତାଙ୍କ ପାଇଁ ଜେଲ ଯିବାଟା ଗୋଟେ ବଡ଼ କଥା ନୁହଁ। ଯାଇଛନ୍ତି, ସେ ଠିକ୍ ପ୍ରମାଣିତ କରିକି ଦେଖେଇଛନ୍ତି ଯେ ନେତାମାନେ ମଧ୍ୟ ଜେଲ ଯିବା ଆବଶ୍ୟକ। ତେଣୁ ଗୋଟିଏ ଜିନିଷ ଜଗନ୍ନାଥ ପ୍ରଧାନ କରିକି ଦେଖେଇଲେ ଯେ ଯେଉଁ ଦଳରେ ଆପଣ ରହିବେ ଦଳକୁ ପ୍ରଥମେ ଶୃଙ୍ଖଳିତ ରଖନ୍ତୁ। ଆଉ ଗୋଟିଏ ଜିନିଷ ସେ କହିଲେ ଯେ ଆମେ ଖାଲି ନେତା ନୁହଁ, ଆମେ ବି ମଧ୍ୟ କଏଦୀମାନଙ୍କ ସହିତ ସମୟ ରାତି ବିତେଇବାକୁ। ସେ ତ ଚାହିଁଥିଲେ ପଳେଇ ଆସିପାରିଥାନ୍ତେ, ଥାନାରୁ ମଧ୍ୟ ପଳେଇ ଆସିପାରିଥାନ୍ତେ, ଡିସିପି ଅଫିସରୁ ପଳେଇ ଆସିପାରିଥାନ୍ତେ। ସେ ଆତ୍ମସମର୍ପଣ କଲେନି, ଖାଲି ଓଡ଼ିଶାବାସୀଙ୍କ ସମସ୍ତ ଭୋଟରମାନଙ୍କ ହୃଦୟରେ ସେ ମଧ୍ୟ ଗୋଟିଏ ସ୍ଥାନ ରଖିଦେଲେ, ଜଣେଇ ଦେଲେ, ସୂଚେଇ ଦେଲେ। ଅଫିସରମାନେ କଲମ ଛଡ଼ା ଆନ୍ଦୋଳନ କଲେ, ଆଜ୍ଞା ଦେଖନ୍ତୁ ସେଥିପାଇଁ ଦେଶ ଅସୁବିଧାରେ ପଡ଼ିଲା, ଲୋକ ଅସୁବିଧାରେ ପଡ଼ିଲେ ଏବଂ ସେ ସମୟରେ ରଥ ମଧ୍ୟ ଚାଲୁଥାଏ। ରଥର କାର୍ଯ୍ୟରେ, ଜଗନ୍ନାଥଙ୍କ କାର୍ଯ୍ୟରେ କିଛି ବ୍ୟାଘାତ ନ ଘଟୁ ସେ ଗୋଟିଏ ଥିଲା। ଏବଂ ତୃତୀୟ କଥା, ସମସ୍ତ କିଛି ବ୍ୟକ୍ତିମାନେ ରାସ୍ତାକୁ ମଧ୍ୟ ଓହ୍ଲେଇ ଆସିଲେ, ତାକୁ ସେ ସମ୍ମାନ ଦେଇକି ନିଜର ଯେଉଁ ଭାବପୂର୍ଣ୍ଣ, ଭକ୍ତିପୂର୍ଣ୍ଣ, ପ୍ରେମପୂର୍ଣ୍ଣ ବିଜେପି ସରକାର, ଯେଉଁ ଡବଲ ଇଞ୍ଜିନ୍ ସରକାରକୁ ସମ୍ମାନ ଦେଇ ସେ ମଧ୍ୟ ଏହି କର୍ମଟିକୁ କରିଛନ୍ତି। ସେଥିପାଇଁ ତାଙ୍କୁ ଓଡ଼ିଶାବାସୀ ହିସାବରେ, ଜଣେ ସଂଗଠକ ହିସାବରେ ଏବଂ ଜଣିଏ ପ୍ରବକ୍ତା ହିସାବରେ ମୁଁ ତାଙ୍କୁ ଅଶେଷ 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 ଧନ୍ୟବାଦ ଦେଉଛି। ଜଗନ୍ନାଥ ବାବୁ ଗୋଟେ ଦଳର ହେଉଛନ୍ତି ସ୍ୱଚ୍ଛ କର୍ମକର୍ତ୍ତା। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ। ତାକୁ ଲାଇକ୍, ସେୟାର